को सब डिसिप्लिन करबा पाई बा नियंत्रित करबा पाई এই শতনুজ্ঞার অনেক ভূমিকা ଅଛି। দীক্ষা সমୟରେ ଆମେ ସେଇଟା ନେଇଛେ ପରଟା ତାର ସେ ତ ଗୁରୁ, ଆମେ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିକି ତ ଶିଷ୍ୟ ହେଲେ। ଶିଷ୍ୟ ମାନେ ଡିସାଇପଲ୍ ହେଲେ ଗୋଟିଏ ଲକ୍ଷ୍ୟ ହେଉଛି ଆମେ ଡିସିପ୍ଲିନ୍ ହବା ପାଇଁ। ଆମର ଗୋଟିଏ ଲକ୍ଷ୍ୟ, ଆଉ ଡିସିପ୍ଲିନ୍ ଭିତରେ ବିୟୁଟିନେସ୍ ଅଛି, ତା ଭିତରେ ସିମ୍ପଲିସିଟି ଅଛି, ମାନେ ସରଳତା ଅଛି, ବୁଦ୍ଧିମାନତା ଅଛି। এই ଗୋଟିଏ ଜିନିଷ এইটাକୁ ଯଦି ଚର୍ଚ୍ଚା କରାଯାଏ, ପାଳନ କରାଯାଏ, ଅନେକ ଜିନିଷ ଆସିଯିବ। ତେଣୁ ୟାକୁ କରିବାକୁ ଦିଏ ନା କିଏ ନା ପ୍ରବୃତ୍ତି। ତାହେଲେ এই ପ୍ରବୃତ୍ତି କ'ଣ କାହାକୁ ବୁଝାଯିବ? ଗୋଟେ କଥା ଅଛି, এই ଯୋଉ ଜୀବନଟା ନା, ୟା ଭିତରେ ସେଇ ସତ୍ୟ ଶିବ ସୁନ୍ଦର ଭଗବାନ ଅଛନ୍ତି। ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି এই ପିଣ୍ଡେ, এই ବ୍ରହ୍ମାଣ୍ଡରେ ଯାହା କିଛି ଅଛି ତାହା এই ପିଣ୍ଡରେ এই ସାଧାରଣ ମଣିଷଟା ଭିତରେ ଅଛି। ତାର ଏକ୍ସପୋଜିସନ କେମିତି ହଉଛି? ଗୋଟେ ମଣିଷ କେତେ ବିରାଟ ବିରାଟ ଉଦ୍ଭାବନ କରିଦଉଛି, କେତେ ବିରାଟ ବିରାଟ କରିପାରୁଛି, କିନ୍ତୁ ତାହେଲେ ସେ କାହିଁକି ହଉନି? କାହିଁକି ଆମ ଭିତରେ ହଉନି? କାହିଁକି? ମୁଁ ଆପଣ ସମସ୍ତେ କେହି ହୀନ ନୁହନ୍ତି, এইটা ସିଏ ହିଁ କହିପାରନ୍ତି। ସେ ଜୀବନେଶ୍ୱର ଯିଏ ଜୀବନଟା ଦେଇଛନ୍ତି ଦୟାକରି, ସେ କହୁଛନ୍ତି ଆରେ ଗଳ୍ପଟା ଏମିତି ଯେମିତି ମେଣ୍ଢା ଛୁଆ ପଲରେ ଗୋଟେ ସିଂହ ଛୁଆ ରହିଯାଇଥିଲା। ତେଣୁ এই প্রকৃতির পলরে পড়িকে এই আত্মারূপক যে সত্য শিব সুন্দর এবং শৃঙ্খলিত জীবনটা আগে হয়ে যাইছে। তেণু বংলারে গোটে কথা আছে শাস্ত্রে, পঞ্চভূতের ফাঁদে ব্রহ্ম পড়ে কাঁদে। পঞ্চভূতর ফাঁদরে, ফাঁদ মানে ফাঁস, পঞ্চভূত কইলে এই দেহ রূপক ফাঁস, এটা যে ক্ষিতি অক্তে যে মরুত ব্রহ্ম, তা সহিত আউ তিনটা আছে। গীতারে কুয়া যাইছে যে প্রকৃতি আঠটা, এই ক্ষিতি অক্তে যে মরুত এই পঞ্চভূত তৎ সহিত মন বুদ্ধি অহংকার। তোরে শাস্ত্র অধ্যয়ন করতে জানতে এই আঠটা ভিতরে ফাঁদরে পড়িকি ব্রহ্ম কান্দুছি। ব্রহ্ম কোন চাହୁଛି না বিস্তার হবা পাই, তিন ধাতুর আছে। তেଣୁ ସେଇ ବିସ୍ତାରଟା ଆମ ଭିତରେ ହଉ ନାହିଁ। ତେଣୁ କହିବାର କଥା, ଏଇ ଯୋଉ ପ୍ରବୃତ୍ତି ସେଟା ଗୋଟେ ସର୍କଲ, ଗୋଟେ ବୃତ୍ତ, ଯାହା ଭିତରେ ବାହାରିବାକୁ ବାଟ ନାହିଁ। ଆମେ ମାନେ ନିଜ ଭଳି ଗୋଟେ ଗୋଟେ ବୃତ୍ତ କରି ନେଇଛେ। ସମସ୍ତଙ୍କୁ ପଚାରନ୍ତୁ ଯେ ତୁମର ଲାଇଫର ଗୋଟେ ଗୋଲ କ'ଣ, ଲକ୍ଷ୍ୟ କ'ଣ? ମୁହଁରେ ଯେତେ ଯାହା କହିଲେ ବି ଆକ୍ଟିଭିଟିରୁ ବୁଝା ପଡେ এই ଟଙ୍କା ପଛରେ ଦଉଛି, ତାର ଯେତେ ଯାହା କରୁ, ଏଭଳି କି ଧର୍ମ ସାଧନାରେ ବି ତାର ଦେଖାଯାଏ ସେଇଠି ଗୋଟେଇବାରେ ବ୍ୟସ୍ତ। ତାର ମୂଳ ଲକ୍ଷ୍ୟ ହେଉଛି ଟଙ୍କା, କାଞ୍ଚନ। ଆଉ କିଛି ଧରଣର ଆମେ ଅଛେ କାମିନୀ, ଯୋଉଟା କି କାମର ବର୍ଦ୍ଧିତ ରୂପ। ତେଣୁ କାମ ପୁଣି এইগুলিକ ପରିପୂରଣ କରିବା ପାଇଁ, ଏଇଟା ଦୁଇଟା ମେନ୍ ଜିନିଷ, ତାକୁ ପରିପୂରଣ ପାଇଁ ଅନେକ ସମୟ ଆମ ପାଖରେ ସେଇ ଦୁଷ୍ଟ ଶକ୍ତି ସବୁ ଅଛି, ଅସ୍ତ୍ର ଅଛି। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, এই ଷଡ଼ରିପୁ। ପୁଣି ଅଷ୍ଟ ପାଶ ବି ଅଛି, ଦ୍ୱେଷ, ଈର୍ଷା, ଘୃଣା, ଏ ସବୁ କିଛି। ତେଣୁ এইଗୁଡ଼ିକ ପ୍ରବୃତ୍ତି କହିଲେ ବି ଚଳେ, ଯୋଉଟା ଆମକୁ ଗୋଟେ ସର୍କଲ କରିକି ରଖିଦେଇଛି, ତା ବାହାରକୁ ଆମେ ଯାଇପାରୁ ନାହିଁ। ତେଣୁ ୟାଠାରୁ ମୁକ୍ତି ପାଇବା ଦରକାର, ନହେଲେ ଆମେ ଡିସିପ୍ଲିନ୍ ହେଇପାରିବା ନାହିଁ। ଆମର ସତ୍ୟ ଶିବ ସୁନ୍ଦର ସେଇ ପରମାତ୍ମା, ସେଇ ପୁତ୍ର ମୋ ଭିତରେ ଯୋଉ ବିରାଟତ୍ୱର ଇଏ ରହିଛି, ସେଇଟା ବିକାଶ ହେଇପାରିବ ନାହିଁ। ଦୀକ୍ଷା ହେଉଛି ପୁନର୍ଜନ୍ମ। ଯୋଉ ଜନ୍ମରେ ପରମ ପିତା ହେଉଛନ୍ତି ମୋର ପିତା, ଏ ପିତାଙ୍କ ଠାରୁ ମୁଁ ସେ ପିତାଙ୍କୁ ସ୍ୱୀକାର କଲି ସେଇ ଦିନଠାରୁ, ସେ ହେଉଛନ୍ତି ମୋର ପିତା। ଦୀକ୍ଷା ହେଉଛି ପୁନର୍ଜନ୍ମ। ଜନ୍ମ ପାଇଁ ତ ପିତାମାତା ଲାଗନ୍ତି, ତେଣୁ ମୋ ଜୈବିକ ଦେହଟା ଜନ୍ମ ଦେଇଛନ୍ତି ମୋ ପିତାମାତା। ସେଇ ବଂଶର କିଛି ଅଭିଜାତ ବା ଗୁଣରାଜି ମୋ ଭିତରେ ଭରି ଦେଇଯାଇଛି, କିନ୍ତୁ ସେଇ ସତ୍ୟ ଗୁଣ ଯୋଉ ଡେଭଲପିଂ, ଯୋଉ ଉନ୍ନତିର ଯୋଉ ସମ୍ଭାବନାଟିକ ସିଏ ମୋ ଭିତରେ ଅଛନ୍ତି। ଆଉ ଯୋଉଦିନ ତାଙ୍କ ସହିତ ଯୁକ୍ତ ହେଲି, ଦୀକ୍ଷା ଗ୍ରହଣ କଲି, ସେଦିନ ମୋର ଏଇ ବନ୍ଧନ ମୁକ୍ତ ହେଲା। এই প্রকৃতি ফাঁদে, এই যে পঞ্চভূতের ফাঁদে ব্রহ্ম পড়ে কাঁদে, মানে কান্দুছি, ব্রহ্ম কান্দুছি। তেণু সেই ফাঁদରୁ মুক্তি হବାକୁ চাহে, সেই মুক্তিର ବାଟ ହେଇଗଲା ଆମର সেই ଦୀକ୍ଷା। ଦୀକ୍ଷା ସମୟରେ ଋତିକ ଦେବତା ଗୋଟେ ସୁନ୍ଦର ସେଇ ଠାକୁର କହିଦେଇ ଯାଇଛନ୍ତି, ସର୍ବପ୍ରଥମ କରିବ ପ୍ରଣାମ, প্রণাম করে ধ্যান করিব। ধ্যানে নিঝুম মনটা যখন, ধ্যানে নিঝুম মনটা যখন, চিত্তটি সজাগ, এমনি করে
ଚିନ୍ତା ଆସି ଏ ବାଣୀଟା ମନେ ପଡୁନି ତା ପରଟା ଏଇଟା। ତେଣୁ ଧ୍ୟାନରେ ମଣିଷ ନିଜ ପାଇଁ ରହିବାକୁ ପଡେ, ଚିତ୍ତଟା ସଂଯୋଜିତ ହୁଏ, ବିବେକ ଚୈତନ୍ୟ ହେଇଯାଏ, ମୁଁ କିଏ ସେତେବେଳେ ଜଣା ପଡେ। ଆଉ ସେତିକି ବେଳେ ବାହାରି ପଡେ ସ୍ୱତଃ ଠାକୁର ଶିଖେଇ ଦେଇଛନ୍ତି। ଏମିତି ଯଦି ନ ବାହାରୁଛି ଠାକୁର ଶିଖେଇ ଦେଇଛନ୍ତି। ସେଇ ମୁହୂର୍ତ୍ତରେ କୁହ ମୁଁ ଅକ୍ରୋଧୀ, ମୁଁ ଅମାନି, ମୁଁ ନିରଳସ, କାମ ଲୋଭ ଜିଦ୍ ବସି, ମୋ ଇଷ୍ଟ ପ୍ରାଣ ସେବା ବଟୁ ଅସ୍ତି ବୃଦ୍ଧି ଯାଜନ ଚୈତ୍ର ପରମାନନ୍ଦ ଉଦ୍ଦୀପ୍ତ ଶକ୍ତି ସମୃଦ୍ଧ ତୁମରି ସନ୍ତାନ প্রেম পুষ্ট চিরচেতন অজর অমর মতে গ্রহণ কর প্রণাম নিও। গোটিয়ে গোটিয়ে ওয়ার্ড কো ভাবন্তু এটা জোরে মানে মানে ওই মানে কোন এটা আগ্রহপূর্ণ সহিত অর্থপূর্ণ ভাবে কোন কো দেখিবে সব কুଆଡେ বিগলিত হই যাইছে। ঠাকুর সত্যেশ্বর কইছেন মোহ কাম ক্রোধাদি গলা নাই বলি চিৎকার করে সে কেবে বি ଯିବେ ନାହିଁ। এভଳି চিন্তা কর্ম অভ্যাস করিও যোথিরে সেগুড়িকর